নমস্কার দর্শক বন্ধু, জয় জগন্নাথ। পবিত্র মকর সংক্রান্তি আজি, সে উপলক্ষে অনেক অনেক শুভেচ্ছা ও শুভ অভিনন্দন ଆପଣମାନଙ୍କୁ। ଆଜିର ଅଧ୍ୟାୟରେ ଆମେ ଆଲୋଚନା କରିବା ମକର ମାସର ପଞ୍ଜିକା ଫଳ କିପରି ରହିବ, ପାଣିପାଗର ସ୍ଥିତି କଣ ରହିବ, ଦରଦାମ ବିଷୟରେ ଆମେ ସମ୍ପୂର୍ଣ୍ଣ ରୂପେ ଆଜିର ଅଧ୍ୟାୟରେ ଜାଣିବା। ଦର୍ଶକ ବନ୍ଧୁ, ମକର ସଂକ୍ରାନ୍ତି ଦିନ ରବିଙ୍କର ଚଳନ ମକର ରାଶିକୁ ହୋଇଯାଏ। ରବି 30 ଦିନ ପର୍ଯ୍ୟନ୍ତ ମକର ରାଶିରେ ରହିବେ, ତେଣୁ ଏ ମାସକୁ ଆମେ ମକର ମାସ କହିଥାଉ। ରବି ମକର ରାଶିରେ ଚଳିଲେ ଉତ୍ତରାୟଣ ଗତି ସୂର୍ଯ୍ୟଙ୍କର ଆରମ୍ଭ ହୋଇଯାଏ। ଆଜି ଶ୍ରୀମନ୍ଦିରରେ ମକର ଚାଉଳ ଭୋଗ ଲାଗିଛି। ଗ୍ରାମାଞ୍ଚଳ ସହିତ ପୁରପଲ୍ଲୀ ସହରାଞ୍ଚଳ ବିଭିନ୍ନ ଜାଗାରେ ମଧ୍ୟ ପୂଜା ଅର୍ଚ୍ଚନା ଜୋରସୋରରେ ଚାଲିଛି। ମକର ମହୋତ୍ସବ ମଧ୍ୟ ଆରମ୍ଭ ହେଇଯାଇଛି। ଲକ୍ଷାଧିକ ଭକ୍ତଙ୍କର ଭିଡ଼ ମଧ୍ୟ ପୁରୀରେ ଲାଗି ରହିଛି। ଦର୍ଶକ ବନ୍ଧୁ, ମକର ପର୍ବ ଧୁମଧାମରେ ପ୍ରାୟତଃ ସାରା ଭାରତରେ ପାଳନ କରାଯାଏ। ମକର ସଂକ୍ରାନ୍ତି ଦିନଠାରୁ ରବି ମକର ରାଶିକୁ ଚଳନ କରିବେ। ଏହି ମାସରେ କିପରି ପାଣିପାଗର ସ୍ଥିତି ରହିବ, ଅନ୍ୟାନ୍ୟ ସ୍ଥିତି ଗୁଡ଼ିକ କଣ ରହିଛି ସେ ବିଷୟରେ ଜାଣିବା। ଦର୍ଶକ ବନ୍ଧୁ, ମକର ରାଶିରେ ରବିଙ୍କର ଚଳନ ଫଳରେ ଏ ମାସଠାରୁ କାଳ ଶୁଦ୍ଧି ଆରମ୍ଭ ହୋଇଯିବ। ଏ ମାସରେ ଯଦି ଆମେ ସ୍ଥିତି ଦେଖିବା, ମେଷ ରାଶି, ସିଂହ ରାଶି, ବିଛା ରାଶି ଓ ମୀନ ରାଶିରେ ରବି ଶୁଦ୍ଧି ରହିବ ଏବଂ ସଂକ୍ରାନ୍ତିର 10 ଦିନ ଠାରୁ ବୃଷ, କନ୍ୟା ଏବଂ ଧନୁ ରାଶିରେ ରବି ଶୁଦ୍ଧି ରହିବ। ଏ ମାସରେ ଗୁରୁ ଶୁଦ୍ଧି ଯଦି ଦେଖିବା, ମିଥୁନ ରାଶି, ସିଂହ ରାଶି, ତୁଳା ରାଶି, ଧନୁ ରାଶି ଓ ମୀନ ରାଶିରେ ଗୁରୁ ଶୁଦ୍ଧି ରହିବ। ଯେଉଁ ମାସରେ ରବି ଶୁଦ୍ଧି ସହିତ ଗୁରୁ ଶୁଦ୍ଧି ଗୋଟେ ରାଶିରେ ଭୋଗ ହେଉଥାଏ କିମ୍ବା ଏମାନଙ୍କ ମଧ୍ୟରୁ କୌଣସି ଗୋଟିଏ ଯଦି ଆପଣଙ୍କ ରାଶିରେ ଭୋଗ ହେଉଛି, ତାହେଲେ ଶୁଭ ମାଙ୍ଗଳିକ କାର୍ଯ୍ୟ ଗୁଡ଼ିକ କଲେ ଅତ୍ୟନ୍ତ ଶୁଭପ୍ରଦ ରହିଥାଏ। ରବି ଶୁଦ୍ଧି ଏବଂ ଗୁରୁ ଶୁଦ୍ଧି ଯଦି କନ୍ୟାର ରହିଥିବ, ବିବାହ ଆଦି ସମ୍ପନ୍ନ ଯଦି କରାଯାଏ, ତାହେଲେ ଦାମ୍ପତ୍ୟ ଜୀବନରେ ଅନେକ ସୁଖ ମଧ୍ୟ ବଢିଥାଏ। ରବି ଶୁଦ୍ଧି, ଗୁରୁ ଶୁଦ୍ଧି ପୁଅ ଝିଅର ଉଭୟ ଯଦି ରହୁଛି, ତାହେଲେ ଅତ୍ୟନ୍ତ ଶୁଭପ୍ରଦ ଦାମ୍ପତ୍ୟ ଜୀବନ ମଧ୍ୟ ରହିଥାଏ। ଦର୍ଶକ ବନ୍ଧୁ, ଏ ମାସରେ ପାଣିପାଗର ସ୍ଥିତି କିପରି ରହିବ ଆସନ୍ତୁ ଜାଣିବା। ରବିଙ୍କର ଚଳନ ମକର ରାଶିକୁ ହୋଇଯାଇଛି ଏବଂ ରବିଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଯାଇଛି। ଅଗ୍ନିମଣ୍ଡଳରେ ଅବସ୍ଥାନ କରିବ। ହୀନ ଜଳ ବୃଷ୍ଟି ହେବାର ସମ୍ଭାବନା ଏ ମାସରେ ରହିଛି। ଏ ମାସରେ ପାଣିପାଗ ଅନୁକୂଳ ରହିବ। ଫସଲ ଓ ପନିପରିବାର ଉତ୍ପାଦନ ଭଲ ମଧ୍ୟ ରହିବ। ଶୀତର ପ୍ରକୋପ ବୃଦ୍ଧି ପାଇବାର ସମ୍ଭାବନା ରହିଛି ଏବଂ ସମୟ ସମୟ ଘନ କୁହୁଡ଼ି ମଧ୍ୟ ଏ ମାସରେ ରହିବ। ଏ ମାସରେ ଆମେ ଯଦି ଦେଖିବା, ଉତ୍ତର ଭାରତ ସହିତ ଉତ୍ତର ଏସିଆ ରାଷ୍ଟ୍ରଗୁଡ଼ିକ, ଆମେରିକା, ୟୁରୋପରେ ସର୍ବାଧିକ ଶୀତର ପ୍ରକୋପ ରହିବ ଏବଂ ତୁଷାରପାତ ଅଧିକ ହେବା ଦ୍ୱାରା ବହୁ ଧନ ଜୀବନ ମଧ୍ୟ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି। ଏ ମାସରେ ଆମେ ଯଦି ଦେଖିବା, 5 ଗୋଟି ମଙ୍ଗଳବାର ହବ। 5 ଗୋଟି ମଙ୍ଗଳବାର ଭୋଗ ହେଉଥିବାରୁ ଦେଶ କିମ୍ବା ବିଶ୍ୱର ଦକ୍ଷିଣ ପଶ୍ଚିମ ଭାଗରେ ଭୂକମ୍ପ ଅନୁଭବ ହେବାର ସମ୍ଭାବନା ରହିଛି। ଚାଷୀ ତଥା ଶସ୍ୟ ଉତ୍ପାଦନ ଆମଦାନୀ ଯେଉଁମାନେ କରୁଛନ୍ତି, ସେମାନେ କିଛି ପରିମାଣରେ ଲାଭାନ୍ୱିତ ମଧ୍ୟ ଏ ମାସରେ ହୋଇପାରନ୍ତି। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ କିଛି ମତଭେଦ ଉପୁଜିବାର ସମ୍ଭାବନା ରହିଛି। କୌଣସି ଜଣାଶୁଣା ବ୍ୟକ୍ତିଙ୍କର ପରଲୋକ ହେବାର ସମ୍ଭାବନା ମଧ୍ୟ ଏ ମାସରେ ରହିଛି। ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ହେବ। ବହୁ ରାଷ୍ଟ୍ରର ସୀମାରେ ସୈନ୍ୟ ମୁତୟନ ଅଧିକ ହେବାର ସମ୍ଭାବନା ଏ ମାସରେ ରହିଛି। ଦର୍ଶକ ବନ୍ଧୁ, ଏ ମାସରେ ଆମେ ଯଦି ଦେଖିବା, ଜାନୁଆରୀ ମାସ 16 ତାରିଖ ଠାରୁ 23 ତାରିଖ, ଜାନୁଆରୀ ମାସ 27 ତାରିଖ ଠାରୁ ଫେବୃଆରୀ ମାସ 3 ତାରିଖ, ଫେବୃଆରୀ ମାସ 8 ତାରିଖ ଠାରୁ ଫେବୃଆରୀ ମାସ 12 ତାରିଖ ମଧ୍ୟରେ ତୁଷାରପାତ ଅଧିକ ବୃଦ୍ଧି ହେବ ଏବଂ ଅଦିନିଆ ବର୍ଷା ହୋଇ କୃଷି ଫସଲ କ୍ଷୟକ୍ଷତି ହେବାର ସମ୍ଭାବନା ମଧ୍ୟ ରହିଛି। ଏ ତ ଥିଲା ପାଣିପାଗର ସ୍ଥିତି। ଆସନ୍ତୁ ଜାଣିବା ବଜାରର ସ୍ଥିତି କିପରି ରହିବ। ସ୍ୱର୍ଣ୍ଣ ଧାତୁର ମୂଲ୍ୟ ବୃଦ୍ଧି ପାଇପାରେ। ଗୁଡ଼ ତୈଳର ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ। ଏହା ସହିତ ଏ ମାସରେ ଆପଣ ଯଦି ପୁସ୍ତକ ଦୋକାନ କରୁଛନ୍ତି, ବସ୍ତ୍ରାଳୟ, ତେଜରାତି, ଲୌହ ସାମଗ୍ରୀ, ସୁନା ରୂପା ଅଳଙ୍କାର ବ୍ୟବସାୟ ଆରମ୍ଭ କଲେ ଲାଭ ମିଳିବାର ସମ୍ଭାବନା ରହିଛି। ତେଣୁ ଦର୍ଶକ ବନ୍ଧୁ, ଏ ତ ଥିଲା ଏକ ଛୋଟିଆ କାର୍ଯ୍ୟକ୍ରମଟିଏ। ଆମେ ଜାଣିଲେ ଏ ମାସରେ କିପରି ପାଣିପାଗର ସ୍ଥିତି ରହିବ, ବଜାର ଦର ରହିବ, ରାଷ୍ଟ୍ରର କିଛି ଖବର ପଞ୍ଜିକା ଦ୍ୱାରା ଆମେ ଜାଣିବାକୁ ପାଇଲେ। ପ୍ରତି ମାସର ସଂକ୍ରାନ୍ତି
दिन प्रायतः पंजिका फल गुड़िक आमर कार्यक्रम सामिल होता है। तेणु ये कार्यक्रम टी आपण को भल लगी निहाती। आगामी अध्याय आपण सहित देखा और रहुची। जय जगन्नाथ। धन्यवाद।